ଚାଷୀର ସମସ୍ୟା ହେଉଛି ବଡ଼ ସମସ୍ୟା ରାଜ୍ୟର। ଆଜି ବିଧାନସଭା କାହିଁକି ଅଛି? ଏସବୁ ସମସ୍ୟାକୁ ପ୍ରତିଧ୍ୱନିତ କରିବା ଉତ୍ଥାପନ କରିବା ପାଇଁ ସରକାର ତାର ଜବାବ ଦେବେ। ତେଣୁ ଯେତିକି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟରେ ରହିଛି ବିଧାନସଭାର ସମୟ ନାହିଁ ସେତିକି। ଯଦିଓ ମାସେ କାଳ ବିଧାନସଭା ଚାଲିବ, ଏତେ ପ୍ରସଙ୍ଗ ଆଜି ସରକାର ସୃଷ୍ଟି କରିଛନ୍ତି। ସରକାରଙ୍କର ଅବହେଳାରୁ, ସରକାରଙ୍କର ଆନ୍ତରିକତାର ଅଭାବରୁ ଆଜି ରାଜ୍ୟରେ ଏତେ ସମସ୍ୟା ସୃଷ୍ଟି ହେଇଛି ଯେ 3 ମାସ ବିଧାନସଭା ଚାଲିଲେ ମଧ୍ୟ ସେସବୁ ଆଲୋଚନା କରିହେବନି। ଆଜି ବାରମ୍ବାର ଆମେ ଉଠାଉଛୁ ଏ ରାଜ୍ୟରେ ମହିଳାମାନେ ସୁରକ୍ଷିତ ରୁହନ୍ତି, ମହିଳାମାନଙ୍କର ପ୍ରତିଦିନ ସମ୍ମାନ ହାନି ଘଟୁଛି, ହଜାର ହଜାର ସଂଖ୍ୟା ମହିଳା ନିର୍ଯାତନାର ଘଟଣା ରିପୋର୍ଟ ହେଉଛି। ସରକାର କେବଳ ବିବୃତ୍ତି ଦେଉଛନ୍ତି, କୌଣସି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସରକାରଙ୍କର ସାମର୍ଥ୍ୟ ନାହିଁ। ଏ ପ୍ରଶ୍ନ ଜ୍ୱଳନ୍ତ ସମସ୍ୟା ରାଜ୍ୟର। ବଜେଟ୍, ସରକାର ଅତିରିକ୍ତ ବଜେଟ୍ ଆଣିବେ। ଗତ ବଜେଟ୍ରେ ସରକାର ହିସାବ ଦିଅନ୍ତୁ କେତେ ଖର୍ଚ୍ଚ କରିଛନ୍ତି। ବଜେଟ୍ ପାରିତ ହେଉଛି, ବଜେଟ୍ ଦ୍ୱାରା ଗୃହୀତ ଟଙ୍କାକୁ ମଞ୍ଜୁରୀପ୍ରାପ୍ତ ଟଙ୍କା ଖର୍ଚ୍ଚ କରିବାର ସରକାରଙ୍କ ସାମର୍ଥ୍ୟ ନାହିଁ, ଦୂରଦୃଷ୍ଟିର ଅଭାବ ସରକାରଙ୍କର। ଆଉ କି ସପ୍ଲିମେଣ୍ଟାରୀ ବଜେଟ୍ ସରକାର ଆଣିବେ? ତେଣୁ ଏପରି ଅନେକ ପ୍ରସଙ୍ଗ ଅଛି, ଯେଉଁ ପ୍ରସଙ୍ଗ ଉତ୍ଥାପିତ ହେବ, ଆଲୋଚନା ହେବ। ନାରୀ ନିର୍ଯାତନା ରିପୋର୍ଟ ନିଅନ୍ତୁ ତ, 24 ବର୍ଷରେ କେତେ ହେଇଥିଲା, 1.5 ବର୍ଷରେ କେତେ ହେଇଛି। ଆର୍ଥିକ ଅବସ୍ଥା ରିପୋର୍ଟ ନିଅନ୍ତୁ। ଆପଣ ନୀତି ଆୟୋଗଙ୍କ ରିପୋର୍ଟ ଦେଖନ୍ତୁ। ନୀତି ଆୟୋଗ ସ୍ୱୟଂ ପୂର୍ବତନ ନବୀନ ପଟ୍ଟନାୟକ ସରକାରଙ୍କୁ ତାଙ୍କର ଆର୍ଥିକ ପରିଚାଳନାର ସାମର୍ଥ୍ୟ ପାଇଁ ପ୍ରଶଂସା କରିଛନ୍ତି। ଏ 1.5 ବର୍ଷ ଭିତରେ ଅର୍ଥନୀତି କେଉଁ ଅବସ୍ଥାକୁ ଆସିଲାଣି? ସରକାର ତ ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। କେତେ ଋଣ ସରକାର 1.5 ବର୍ଷ ଭିତରେ କଲେଣି? ଏହା ହିଁ ସାମର୍ଥ୍ୟ, ଏହା ହିଁ 24 ବର୍ଷ 1.5 ବର୍ଷର ତୁଳନା। ତେଣୁ ସରକାର କେବଳ ଭାଷଣବାଜିରେ ଚାଲିଛି। ସରକାରଙ୍କ ଭିତରେ ସମନ୍ୱୟ ନାହିଁ, ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ନାହିଁ। ସରକାର ବହୁତ ବିପଜ୍ଜନକ ନିଷ୍ପତ୍ତି ମାନେ ବି ନେଉଛନ୍ତି। ଆମେ ଶୁଣୁଛୁ ସରକାର ହୀରାକୁଦ ଡ୍ୟାମ୍, ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟନର ତଥାକଥିତ ବିକାଶ ପାଇଁ ବଡ଼ ବଡ଼ ଘରୋଇ କମ୍ପାନୀ ମାନଙ୍କୁ ଲିଜ୍ ସୂତ୍ରରେ ଜମି ଦେବେ, ବଡ଼ ବଡ଼ ହୋଟେଲ ତିଆରି କରିବେ। କାହାର ସ୍ୱାର୍ଥରେ? ହୀରାକୁଦ ଡ୍ୟାମ୍ର ସୁରକ୍ଷା ବାଧାପ୍ରାପ୍ତ ହେବ ନାହିଁ। କିପରି ନିଷ୍ପତ୍ତି ସରକାର ନେଉଛନ୍ତି ଆମେ ଜାଣିପାରୁନୁ। ସମ୍ପୂର୍ଣ୍ଣ ଦୂରଦୃଷ୍ଟିର ଅଭାବ ସରକାରଙ୍କର।